ଏହି ଚାରୋଟି ଲକ୍ଷଣରୁ ଜାଣନ୍ତୁ ଯେ ଆପଣଙ୍କ ଘରେ ପିତୃଦୋଷ ଲାଗିଛି। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, କିପରି ଜାଣିବେ ଯେ ଆପଣଙ୍କୁ ପିତୃଦୋଷ ଲାଗିଛି? ପିତୃଦୋଷ ଏମିତି କଣ ଯେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ପିତୃଦୋଷ କାହିଁକି ଲାଗିଥାଏ? କେଉଁ ମନୁଷ୍ୟକୁ ଲାଗିଥାଏ? କଣ ସବୁ ପରିବାରରେ ପିତୃଦୋଷ ଥାଏ? ଚାଲନ୍ତୁ ଆଜି ଆପଣ ମାନଙ୍କୁ କହିବି। ଦର୍ଶକ ବନ୍ଧୁ, ଆମେ ଯେମିତି ବାସ୍ତୁ ଦୋଷକୁ ଜାଣୁଛେ ସେମିତି ପିତୃଦୋଷ ବି ଅଛି ଆଜ୍ଞା। ଏହି ଦୁନିଆରେ ଧୀରେ ଧୀରେ ଆଧୁନିକ ହେବାରେ ଲାଗିଛି। କେହି ବି ପିତୃଙ୍କୁ ମନେ ରଖୁନାହାନ୍ତି, କେହି ପିତୃ ଶ୍ରାଦ୍ଧକୁ ଆଉ ପସନ୍ଦ ବି କରୁନାହାନ୍ତି। ଧୀରେ ଧୀରେ ପିତୃଙ୍କର ଶ୍ରାଦ୍ଧ ତିଳ ତର୍ପଣ କ୍ଷୟ ହେବାରେ ଲାଗିଛି। କେହି ଭଲ ଭାବରେ ପିତୃଙ୍କର ନିମିତ୍ତ ବଞ୍ଚୁନାହାନ୍ତି, ପିତୃଙ୍କର ଶ୍ରାଦ୍ଧ ଠିକ ଭାବରେ କରୁନାହାନ୍ତି। ଯେଉଁ କାରଣ ବଶତଃ ପିତୃମାନେ ଅଶାନ୍ତି ହୋଇଛନ୍ତି ଏବଂ ତାଙ୍କ ଅଶାନ୍ତି କୁ ଆପଣ ମାନେ କେଉଁ ନା କେଉଁ ଉପାୟରେ ଭୋଗୁଥିବେ। ମୁଁ ଆଜି ଆପଣମାନଙ୍କୁ କିଛି ଲକ୍ଷଣ କହିବି ଏବଂ ଏହାର ନିରାକରଣ ବି କହିବି। ଯଦି ଆପଣମାନେ ପିତୃଦୋଷରେ ଅଛନ୍ତି ତୁରନ୍ତ ଏହାର ନିରାକରଣ କରିଦିଅନ୍ତୁ। ଏହି ପିତୃପକ୍ଷ ଯାହାକି 7 ସେପ୍ଟେମ୍ବର ପୂର୍ଣ୍ଣିମା, ଭାଦ୍ରବ ପୂର୍ଣ୍ଣିମାରୁ ଆରମ୍ଭ କରି ଆଶ୍ବିନ ଅମାବାସ୍ୟା ଯାହାକି 21 ସେପ୍ଟେମ୍ବର ରବିବାର ଆଶ୍ବିନ ଅମାବାସ୍ୟା ଏହି 16 ଦିନ ଲାଗୁଛି। ଆପଣ ମାନେ ଯଦି 16 ଦିନରେ ଏହି କାମ କରିଦିଅନ୍ତି ତେବେ ବିଶ୍ୱାସ କରନ୍ତୁ ଆପଣ ମାନଙ୍କର ଯାହା ବି ପିତୃଦୋଷ ଥିବ ତାହା ଦୂର ହବ। ପ୍ରଥମେ ଜାଣି ରଖନ୍ତୁ ଯେ କିପରି ଜାଣିବେ ଯେ ଆପଣଙ୍କ ଘରେ ପିତୃଦୋଷ ଲାଗି ରହୁଛି। ଯଦି ବହୁତ ସମୟ ପର୍ଯ୍ୟନ୍ତ ଆପଣଙ୍କ ଘରେ କୌଣସି ସନ୍ତାନ ଜନ୍ମ ହେଉନାହିଁ, ଯେ କୌଣସି ବି ହଉ ଆପଣଙ୍କର ଘରେ ଯେତୋଟି ପୁଅ ରହୁନ୍ତୁ ଜଣଙ୍କର ବି ଯଦି ହେଉନାହିଁ ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ଉପରେ ପିତୃଦୋଷ ଲାଗିଛି। କେତେ ମେଡିକାଲ ଟେଷ୍ଟ କରିଦେବେ, କେତେ କଣ କରିଦେବେ, ତାପରେ ବି ଯଦି ଆପଣଙ୍କର କୌଣସି ଉପଚାର ହେଉନାହିଁ, କୌଣସି ରିଜଲ୍ଟ ପାଉନାହିଁ ତେବେ ଏହା ପିତୃଦୋଷର ପ୍ରଥମ କାରଣ ଅଟେ। ଦ୍ୱିତୀୟରେ, ସଦା ସର୍ବଦା ଘର ଭିତରୁ ଗୋଟିଏ ଅଜୀବ ସ୍ମେଲ ଆସିବା। ଘର ପୁରା ସଫାସୁତୁରା ଥିବ କିନ୍ତୁ ତାପରେ ବି ଗୋଟିଏ ଅଲଗା ପ୍ରକାରର ଦୁର୍ଗନ୍ଧ ବାହାରିବ ସେହି ଘର ଭିତରୁ। ସେହି ଘର କେତେ ସଫାସୁତୁରା ଥିଲେ ବି ଘର ଭିତରୁ ଗୋଟେ ଅଲଗା ପ୍ରକାରର ଦୁର୍ଗନ୍ଧ ବାହାରିବ। ଏହା ପିତୃଦୋଷର ଦ୍ୱିତୀୟ ଲକ୍ଷଣ ବୋଲି ଜାଣି ରଖନ୍ତୁ। ତୃତୀୟ ଲକ୍ଷଣ ଏବଂ ଆଉ ଗୋଟିଏ କଥା, ଆପଣ ଘରକୁ କିଛି ଲୋକଙ୍କର ଘରକୁ ଯିବେ, ଆପଣଙ୍କୁ ବହୁତ ଶାନ୍ତ ଲାଗିବ, ବହୁତ ସୁନ୍ଦର ଲାଗିବ। ସେହି ଘର କେତେ ଅସଜଡ଼ା ଥିଲେ ବି ଆପଣଙ୍କୁ ଶାନ୍ତି ଲାଗିବ। କିଛି ଲୋକଙ୍କ ଘରକୁ ଯିବେ, କିଛି ଲୋକଙ୍କ ଘରକୁ ଯିବେ, ସବୁ ପ୍ରକାରର ଜିନିଷ ଥିବ, ସୁନ୍ଦର ଥିବ, ବହୁତ ମାର୍ବଲ ଥିବ, ବହୁତ ରାଜମହଲ ପରି ବନାଇଥିବେ କିନ୍ତୁ ଆପଣଙ୍କୁ ସେଠି ଶାନ୍ତି ଲାଗିବ ନାହିଁ। ଏହା ପିତୃଦୋଷର ତୃତୀୟ ଲକ୍ଷଣ ବୋଲି ଜାଣନ୍ତୁ। ଯଦି ଆପଣଙ୍କ ସହିତ ଏମିତି ହେଉଛି ତେବେ ଜାଣି ରଖନ୍ତୁ ଆପଣଙ୍କୁ ପିତୃଦୋଷ ଲାଗିଛି। ଯଦି ଆପଣଙ୍କ ଘରେ ବିବାହ କାର୍ଯ୍ୟରେ ବାଧା ଆସୁଛି, ଘରେ ମାଙ୍ଗଳିକ କାର୍ଯ୍ୟ ହେଉନାହିଁ, ଘରେ ଆପଣଙ୍କର ପତି ପତ୍ନୀଙ୍କ ଭିତରେ ସଦାସର୍ବଦା ଝଗଡା ଲାଗି ରହୁଛି, ଡିଭୋର୍ସ ହଉଛି, ଜଣେ ଅନ୍ୟ ଜଣକୁ ଛାଡିକି ଯିବାର ପ୍ଲାନିଂ କରୁଛନ୍ତି, ଏହା ବି ପିତୃଦୋଷର ଚତୁର୍ଥ କାରଣ ଅଟିପାରେ। ତେଣୁ ଏହା ଦେଖିକରି ଜମା ବି ଅଣଦେଖା କରନ୍ତୁ ନାହିଁ। ଯଦି ଆପଣଙ୍କ ଛୁଆମାନେ ଭଲ ଉନ୍ନତି କରିପାରୁନାହାନ୍ତି, ଯଦି ଉନ୍ନତି ହେଉନାହିଁ ଛୁଆଙ୍କର, ଦେଖୁଛନ୍ତି ଆପଣ ସମସ୍ତଙ୍କର ଉନ୍ନତି ହେଉଛି, ଆପଣଙ୍କ ଛୁଆ ପରିଶ୍ରମ କଲେ ବି ଭାଗ୍ୟ ସାଥ ଦେଉନାହିଁ, ତେବେ ପିତୃଦୋଷ ଆପଣଙ୍କ ଉପରେ ଲାଗିଛି। ନିଶ୍ଚୟ ଆପଣ କିଛି ଖରାପ କାମ କରୁଛନ୍ତି କିମ୍ବା ପିତୃଙ୍କୁ ଶାନ୍ତି କରିପାରି ନାହାନ୍ତି। ଏହା ବି ପିତୃଦୋଷର ଗୋଟିଏ କାରଣ ଅଟେ ଆଜ୍ଞା। ତାପରେ ଲକ୍ଷଣ ଅଟେ, ଯଦି ଆପଣଙ୍କ ଘରେ ନିଜ ପରିବାରର ଏକତା ନାହିଁ, ଭାଇ ଭଉଣୀ ଭିତରେ ପଡୁନାହିଁ, ଭାଇ ଭଉଣୀ ଭିତରେ ପଡୁନାହିଁ, ଭାଇ ଭାଇ ତ ଅଲଗା କଥା, ଏଠି ଭାଇ ଭାଇ ଭିତରେ ପଡେ ନାହିଁ। ତା ସହ ଯେଉଁ ଘରେ ପିତୃଦୋଷ ଥିବ ସେହି ଘରେ କେତେ ବି ଆପଣ ଗଛ ପତ୍ରର ଯତ୍ନ ନିଅନ୍ତୁ, ତାହା ବାରମ୍ବାର ଝାଉଁଳି ଯାଉଥିବ, ତେବେ ଆପଣଙ୍କୁ ପିତୃଦୋଷର ନିବାରଣ କିପରି କରିବେ? ଆପଣ ତ ପିତୃଦୋଷର ଲକ୍ଷଣ ଜାଣିଗଲେ, ଏବେ ପିତୃଦୋଷର ନିରାକରଣ କିପରି କରିବେ? ଏହି ପିତୃପକ୍ଷରେ 15 ଦିନରୁ 16 ଦିନ, 7 ସେପ୍ଟେମ୍ବରରୁ 23 ସେପ୍ଟେମ୍ବର ରବିବାର ପର୍ଯ୍ୟନ୍ତ ଆପଣ ମାନେ ଭଲ ଭାବରେ ଜାଣି ରଖନ୍ତୁ ଯେ ପିତୃପକ୍ଷରେ କେଉଁ କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ଉପରୁ ପିତୃଦୋଷ ଟଳିଯିବ। ଏହି ପିତୃପକ୍ଷର 15 ଦିନରେ ଏହି 10ଟି ନିୟମ ଆପଣ ମାନେ ଗଣ୍ଠି ପକାଇ ରଖନ୍ତୁ। ନିଶ୍ଚୟ ଏହି ସବୁ ଉପାୟ କରନ୍ତୁ। ଭଲ ଭାବରେ ଶୁଣନ୍ତୁ କଣ କଣ ଆପଣଙ୍କୁ କରିବାର ଅଛି। ଯଦି ଆପଣଙ୍କର ଶାଶୁ ଶ୍ୱଶୁର ଅଛନ୍ତି ତେବେ କେଉଁ ନିୟମ ପାଳନ କରିବେ? ଯଦି ଶାଶୁ ଶ୍ୱଶୁର ନାହାନ୍ତି ତେବେ ତ ତାର ନିୟମ ଅଲଗା ଅଟେ। ଯେଉଁମାନଙ୍କର ଶାଶୁ ଶ୍ୱଶୁର ଅଛନ୍ତି ସେମାନେ ପିତୃଙ୍କର କୃପା କିପରି ପାଇବେ?
ବିନା ତର୍ପଣ ବିନା ଶ୍ରାଦ୍ଧରେ ସେମାନେ କଣ କରିବେ? ପ୍ରତ୍ୟେକ ଦିନ ସୂର୍ଯ୍ୟ ଦେବତାଙ୍କୁ କଳା ରାଶି ପକାଇ ଜଳରେ ଜଳ ଚଢାଇବେ ସକାଳୁ ସକାଳୁ ଏବଂ ପିତୃଦୋଷ ନିବାରଣ ନିମନ୍ତ ସୂର୍ଯ୍ୟ ଦେବତାଙ୍କୁ ପ୍ରାର୍ଥନା କରିବେ। ସେହି ଜଳ ନିଜ ପିତୃ ପୁରୁଷଙ୍କୁ ଅର୍ପଣ କରାଇ ଦିଅନ୍ତୁ ବୋଲି ବା ପଠାଇ ଦିଅନ୍ତୁ ବୋଲି ଅନୁରୋଧ କରିବେ। ଗୋଟିଏ ତମ୍ବା ଢାଳରେ ଜଳ ନେବେ, ପୁରା ଘର ସାରା ତାହାକୁ ବୁଲାଇ ବୁଲାଇ କରି ମହାଦେବଙ୍କ ଉପରେ ଶିବଲିଙ୍ଗରେ ଢାଳିବେ। ନିଜ ପିତୃଦୋଷରୁ ଉଦ୍ଧାର ନିମନ୍ତ ନିଜ ପିତୃ ଲୋକଙ୍କୁ ଉଦ୍ଧାର ନିମିତ୍ତ ପ୍ରାର୍ଥନା କରିବେ। 15ରୁ 16 ଦିନ ଯେଉଁ ପିତୃପକ୍ଷ ଚାଲୁଛି 7 ସେପ୍ଟେମ୍ବରରୁ 23 ସେପ୍ଟେମ୍ବର ଅମାବାସ୍ୟା ପର୍ଯ୍ୟନ୍ତ ଭଲ ଭାବରେ ଏହି ନିୟମ ଗୋଟିଏ ଦିନ ବି ଯେପରି ଆପଣଙ୍କର କମ୍ ହେବ ନାହିଁ, ଏହି ନିୟମ କରିବେ। ଘରର ପୁରୁଷ କିମ୍ବା ସ୍ତ୍ରୀ ଯେ କେହି ବି କରିପାରିବେ। ଗୋଟିଏ ଘିଅର ଦୀପରେ କଳା ରାଶି ପକାଇ ମହାଦେବଙ୍କ ମନ୍ଦିରରେ ନିଜ ପିତୃଙ୍କର ଉଦ୍ଦେଶ୍ୟରେ ପିତୃଙ୍କର ମୁକ୍ତି ନିମନ୍ତ ପ୍ରାର୍ଥନା କରିବେ। ଏହି ସମୟରେ ସତ୍ୟନାରାୟଣ କଥା ଭାଗବତ ପାଠ କରିବେ, ଗୀତା ପାଠ କରିବେ, ବିଷ୍ଣୁ ସହସ୍ର ନାମ ପାଠ କରିବେ, ନଚେତ୍ ଘରେ ଲଗାଇ କରିବେ ଶୁଣନ୍ତୁ। ତାହା ନିଜ ପିତୃଙ୍କ ଉଦ୍ଦେଶ୍ୟରେ କରିବେ। ଯେତେ ପାରୁଛନ୍ତି ନାମ ଜପ କରନ୍ତୁ ଏବଂ ନାରାୟଣଙ୍କୁ କୁହନ୍ତୁ ଯେ ପ୍ରାର୍ଥନା କରନ୍ତୁ ଯେ ପିତୃପକ୍ଷରୁ 15ରୁ 16 ଦିନ ଯେଉଁ ନାମ ଆପଣମାନେ ଜପ କରିବେ ତାହା ଆପଣଙ୍କର ପିତୃଙ୍କୁ ସମର୍ପିତ କରାଯାଉ। କୁହାଯାଏ ନାମ ଜପ ଦ୍ୱାରା ମୁକ୍ତି ମିଳେ। ଆପଣଙ୍କର ଯେଉଁ ବି ପିତୃ ପ୍ରେତ ଜନ୍ମରେ ରହିଯାଇଛନ୍ତି ଯଦି ଆପଣ ନାମ ଜପ କରିବେ ଏହି ପିତୃପକ୍ଷର 15ରୁ 16 ଦିନ ଯଦି ଆପଣମାନେ ଭଲ କାମ କରିବେ, ଗରିବଙ୍କୁ ଦାନା ଦେବେ, ଗରିବଙ୍କୁ କିଛି ଖାଦ୍ୟ ଦେବେ, ପକ୍ଷୀଙ୍କୁ ଦାନା ଦେବେ ଏବଂ ଗାଈକୁ ଖାଇବାକୁ ଦେବେ, ନିଶ୍ଚୟ ଆପଣ ପିତୃଦୋଷରୁ ମୁକ୍ତି ପାଇବେ। ତାପରେ ନିୟମ, ଯେଉଁମାନେ ପିତୃଦୋଷରେ ଅଛନ୍ତି ଲକ୍ଷଣ ଦେଖାଯାଉଛି ସେମାନେ ଆଉ ଗୋଟିଏ କାମ ବି କରନ୍ତୁ। ସକାଳୁ ସ୍ନାନ କରି ରୋଷେଇ କରିବେ। ପ୍ରଥମ ରୋଷେଇ ଗାଈ ପାଇଁ ବାହାର କରିବେ ଏବଂ ତାହା ପିତୃଙ୍କ ଉଦ୍ଦେଶ୍ୟରେ ନେଇକରି ଗାଈକୁ ଖାଇବାକୁ ଦେବେ। ସକାଳୁ ସକାଳୁ ଏହି କାମ କରିବେ। ଆପଣମାନେ ବାହାର କରିଦିଅନ୍ତୁ। ଯେତେବେଳେ ଆପଣଙ୍କ ସ୍ୱାମୀ ଅଫିସ ଚାଲିଯିବ, ଛୁଆ ସ୍କୁଲ ଚାଲିଯିବ, ସମୟ ଯେତେବେଳେ ପାଇଯିବେ ତାହା ନେଇକରି ଗାଈକୁ ଖାଇବାକୁ ଦେବେ, କୁକୁର ନୁହଁ ଗାଈକୁ। ଏବଂ ରାତ୍ରି ସମୟର ଖାଇବା ପୁଣି ଶେଷ ଖାଇବାଟି ପୁଣି ବାହାର କରିବେ। ରୋଷେଇ କରିଦେଲେ ପୁଣି ଗୋଟିଏ ଛୋଟିଆ ଦନାରେ ବାହାର କରିବେ, ନେଇକରି କୁକୁରକୁ ଖାଇବାକୁ ଦେବେ ରାତ୍ରି ସମୟରେ। ଏହି ନିୟମ ପାଳନ କରନ୍ତୁ, କିନ୍ତୁ ପିଆଜ ରସୁଣ ଖାଇବେ ନାହିଁ। ଚେଷ୍ଟା କରନ୍ତୁ ପିଆଜ ରସୁଣ ଖାଦ୍ୟ ଖାଇବେ ନାହିଁ। ଏହା ଆପଣଙ୍କର ମଙ୍ଗଳ ହବ ଆଜ୍ଞା। ନିହାତି ଏ କାମ କରନ୍ତୁ। ଯଦି ଆପଣ ପିତୃଦୋଷରୁ ମୁକ୍ତି ନ ପାଇବେ ନିଶ୍ଚୟ କହିବେ। ତାପରେ ଗାଈକୁ ସବୁଜ ରଙ୍ଗର ଘାସ ଏହି ପିତୃ ପକ୍ଷରେ ଖାଇବାକୁ ହିଁ ଦିଅନ୍ତୁ। ପିତୃଙ୍କର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ପ୍ରତ୍ୟେକ ଦିନ ସ୍ନାନ କରିସାରିବା ପରେ ଘରର ଦକ୍ଷିଣ ଦିଗକୁ ମୁହଁ କରିବେ, ନମସ୍କାର କରିବେ ନିଜ ପିତୃପୁରୁଷଙ୍କୁ। ସେମାନଙ୍କୁ ଏହି 15ରୁ 16 ଦିନ ମନେ ପକାନ୍ତୁ, ସେମାନଙ୍କୁ ମନେ ପକାନ୍ତୁ, ସେମାନଙ୍କ ଉଦ୍ଦେଶ୍ୟରେ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ମୋ ପିତୃପୁରୁଷ ଯେଉଁଠି ବି ଥାଆନ୍ତୁ ସେମାନଙ୍କର ଉଦ୍ଧାର କରାଯାଉ, ସେମାନଙ୍କର ଉଦ୍ଧାର କରାଯାଉ ବୋଲି। ଏବଂ ପିତୃଙ୍କୁ ଯଦି କିଛି ଭୁଲ କରିଦେଇଛନ୍ତି କ୍ଷମା ଯାଚନା କରନ୍ତୁ। ସେମାନେ ବହୁତ ଦୟାଳୁ ଅଟେ। ଏହି ପିତୃପୁରୁଷ ପକ୍ଷରେ ସେମାନେ ଆମର ବହୁତ ନିକଟତର ଥାନ୍ତି। ଯେଉଁ ଯେଉଁ ଉପାୟ ଆପଣମାନଙ୍କୁ କହୁଛି ନିଶ୍ଚୟ କରନ୍ତୁ। ଏବେ ଯେଉଁମାନଙ୍କର ଶାଶୁ ଶ୍ୱଶୁର ମରିଯାଉଛନ୍ତି ସେମାନେ ଏହି 16 ଦିନ ପିତୃ ତର୍ପଣ କରିବେ ସକାଳ ସମୟରେ। ଯଦି ପିତୃ ତର୍ପଣ ଆପଣମାନେ ବ୍ରାହ୍ମଣଙ୍କ ଦ୍ୱାରା କରିପାରୁନାହାନ୍ତି, ଆପଣ ନିଜେ ନିଜେ ଗୋଟିଏ ପାତ୍ରରେ କିଛି କଳା ରାଶି ଏବଂ କୁଶ ଏବଂ କିଛି ପାଣି ନେଇକରି ଦକ୍ଷିଣ ଦିଗକୁ ମୁହଁ କରି କରି ଆପଣ ପିତୃଙ୍କ ଉଦ୍ଦେଶ୍ୟରେ କିଛି ପାଣି ହିଁ ଖାଲି ପିତୃଙ୍କର ଗାୟତ୍ରୀ ମନ୍ତ୍ର ଜପ କରିଦେବେ, ପାଣିକୁ ଛାଡ଼ିଦେବେ, ବାସ୍ ଏତିକି କରିଦିଅନ୍ତୁ। ଏବଂ ରୋଷେଇ କରିସାରିବା ପରେ ଯେମିତିକି ଗାଈକୁ ଖାଇବାକୁ ଦିଅନ୍ତୁ, କୁଆକୁ ଖାଇବାକୁ ଦିଅନ୍ତୁ। ଯଦି ଆପଣଙ୍କ ପଟେ କୁଆ ଅଛି ଏବଂ ଏହି ପିତୃ ପକ୍ଷରେ ଯଦି କୁଆ ଆସିକରି ଆପଣଙ୍କର ଖାଦ୍ୟ ଗ୍ରହଣ କରୁଛି, ସ୍ୱୟଂ ପିତୃ ଆପଣଙ୍କର ଖାଦ୍ୟ ଗ୍ରହଣ କରୁଛନ୍ତି ବୋଲି ଜାଣନ୍ତୁ। ତେଣୁ ଏହି ସମୟରେ କୁଆକୁ ଖାଇବାକୁ ଦେବା ବହୁତ ବଡ଼ ଶୁଭ ସଂକେତ ଅଟେ। ଭାଗ୍ୟରେ ଥିଲେ ଆପଣ କୁଆକୁ ଖାଇବାକୁ ଦେଇପାରିବେ। ଏମିତିରେ ତ କୁଆ ତ ଦେଖିବାକୁ ହିଁ ମିଳୁନାହାନ୍ତି। ତେଣୁ ଗାଈ କୁଆକୁ ନିଶ୍ଚୟ ଖାଇବାକୁ ଦିଅନ୍ତୁ। ଏବଂ ଯେଉଁମାନଙ୍କର ପିତୃ ବାପା ମାଙ୍କର ଶ୍ରାଦ୍ଧ କରୁଛନ୍ତି ଏହି ପିତୃ ପକ୍ଷରେ ସେମାନେ ନଖ ଦାଢ଼ି ଚୁଟି କାଟିବେ ନାହିଁ, ଆମିଷ ଭକ୍ଷଣ କରିବେ ନାହିଁ, ନୂଆ ଜିନିଷ ଘରକୁ କିଣିକରି ଆଣିବେ ନାହିଁ, ନୂଆ ଶାଢ଼ୀ ପିନ୍ଧିବେ ନାହିଁ। ଏହି ସବୁ ନିୟମ ନିଶ୍ଚୟ ପାଳନ କରନ୍ତୁ। ନୂଆ ଚୁଡ଼ି ବି ପିନ୍ଧିବେ ନାହିଁ ମହିଳାମାନେ। ଏବଂ ଏହି ଏତିକି ଦିନରେ ସାମ୍ପୁ ଲଗାଇକରି ଚୁଟି ବି ସଫା କରିବେ ନାହିଁ, ମୁଣ୍ଡରେ ତେଲ ବି ଲଗାଇବେ ନାହିଁ।
କାହା ଘରେ ଖାଇବା ବି ଖାଇବେ ନାହିଁ। ଏହି ନିୟମ ପାଳନ କଲେ ଆପଣଙ୍କର ହିଁ ମଙ୍ଗଳ। ପିତୃ ବହୁତ ଆପଣଙ୍କ ଉପରେ କୃପା କରିବେ। ଥରୁଟି ପିତୃପୁରୁଷଙ୍କୁ ଶାନ୍ତି କରାଇକିରି ଦେଖନ୍ତୁ, ଥରୁଟି ତାଙ୍କ ପାଇଁ ବଞ୍ଚିକି ଦେଖନ୍ତୁ, ନିଶ୍ଚୟ ପିତୃଙ୍କ ଉଦ୍ଦେଶ୍ୟରେ ଆପଣଙ୍କର ମଙ୍ଗଳ ହେବ। ତେଣୁ ପିତୃପୁରୁଷଙ୍କୁ ଆପଣମାନେ ଏହି 15ରୁ 16 ଦିନରେ ନିଶ୍ଚୟ ଆପଣମାନେ ଶାନ୍ତି କରାଇ ପାରିବେ। ଆଗକୁ ମୋ ଚ୍ୟାନେଲରେ ଏମିତି ବହୁତ ସାରା ଭିଡ଼ିଓ ଆସିବ। ତେଣୁ ମୋ ଚ୍ୟାନେଲ ସହିତ ଆପଣମାନେ ଯୋଡ଼ି ରୁହନ୍ତୁ, ନିଶ୍ଚୟ ଆପଣଙ୍କର ଲାଭ ହବ।